ମୁଁ ନିତ୍ୟାନନ୍ଦ ଭୋଇ ଘରୋଇ ହୋମିଓପାଥି ଚିକିତ୍ସକ ସଂଘ ଓଡ଼ିଶାର ସଭାପତି ଅଛି। ପ୍ରତ୍ୟେକ ବର୍ଷ ଭଳି ସୃଷ୍ଟିର ନିୟମ ଅନୁସାରେ ସୃଷ୍ଟିର ଦିନ ରାତି ବର୍ଷ ଚାଲିଛି। ତାକୁ ମନୁଷ୍ୟ ହିସାବ ରଖିବା ପାଇଁ ମସିହାର ପ୍ରଚଳନ ହେଇଛି। ସେହି ଅନୁସାରେ 2023 ମସିହାଟି ଆମ ସମସ୍ତଙ୍କର ଗୋଟେ ଦୁଃଖ ଏବଂ ସୁଖ ଆଣି ଦେଇଥିଲା। ସେ ବର୍ତ୍ତମାନ ବିଧାନ ହେଉଛି 2024 ଆସିଯାଉଛି। ସେହି ଗତି ଅନୁସାରେ ଆମ ସମଗ୍ର ପୃଥିବୀ ପାଇଁ ଦୁଃଖ ଦେଇଛି ୟୁକ୍ରେନ ରୁଷିଆ ଯୁଦ୍ଧ, ହମାସ ଇସ୍ରାଏଲ ଯୁଦ୍ଧ, ଜାମ୍ମୁ ଓ କାଶ୍ମୀରର ରାଜ୍ୟ ମାନ୍ୟତା ଓ 470 ଧାରା ଉଚ୍ଛେଦ, ଭାରତବର୍ଷର ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଐତିହାସିକ ରାୟ ଦେଲେ ତାହା ସମସ୍ତଙ୍କୁ ଆନନ୍ଦିତ କରିଛି ଏବଂ ବାହାନଗାରେ ଯେଉଁ ରେଳ ଦୁର୍ଘଟଣା ତାହା ସମସ୍ତଙ୍କୁ ବ୍ୟଥିତ କରିଥିଲା। ତାହା ସହିତ ଚିଲିକାରା ସୁଡ଼ଙ୍ଗ ଭିତରୁ ଯେଉଁ 41 ଜଣ ଶ୍ରମିକ ଉଦ୍ଧାର ହେଲେ ପୃଥିବୀର ଅନ୍ୟ ଦେଶ ଗୁଡ଼ିକ ପ୍ରଶଂସା କରିଛନ୍ତି। ଏହିଭଳି ଭାବରେ ଦୁଃଖ ସୁଖ ଦେଇଛି 2023 ମସିହା। ସେ ମସିହାଟି ଏବେ ବିଦାୟ ନେଉଛି, 2024 ଆସିଯାଇଛି। ତେଣୁ ସେ 2024 ମସିହା ସମସ୍ତଙ୍କ ପାଇଁ ସୁଖ ସ୍ୱାଚ୍ଛନ୍ଦ୍ୟ ଦେଉ ଏବଂ ପ୍ରଭୁ ଜଗନ୍ନାଥ ମହାପ୍ରଭୁ ସମସ୍ତ ପୃଥିବୀ ପାଇଁ ଆନନ୍ଦ ଉଲ୍ଲାସ ଦିଅନ୍ତୁ, ସୁଖ ସାହାଯ୍ୟ ଦିଅନ୍ତୁ, ଦୁଃଖ ହରଣ କରନ୍ତୁ, ବିପଦ ନ ଆସୁ। ଏହି ଢଙ୍ଗରେ ମୁଁ ସମସ୍ତଙ୍କୁ ଏହି ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ କୋଟି କୋଟି ପ୍ରଣାମ ଜଣାଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।